Good morning, students. Welcome to our Prakash Study Point channel. ପିଲାମାନେ ଆଜି ଆମେ ପଞ୍ଚମ ଶ୍ରେଣୀର ଇଂଲିଶ ବହିର ଚାପ୍ଟର 1 ଗ୍ରାଣ୍ଡ ପାସ୍ ଗ୍ଲାସେସ୍ ପଢ଼ିବା। ଇଂଲିଶ ବହିର ନାଁ କ'ଣ ପିଲାମାନେ? ପଲ୍ଲବୀ ହେଲା, PALLABI ପଲ୍ଲବୀ। ଚାପ୍ଟର 1 ବିଷୟରେ ପଢ଼ିବା ଗ୍ରାଣ୍ଡ ପାସ୍ ଗ୍ଲାସେସ୍। ଦେଖ ଏଠି ରୋଲ ପ୍ଲେ ଦେଇଛି, ପ୍ରି ରିଡିଂ ମାନେ ଚାପ୍ଟର ଆଗରୁ କିଛି ଦିଆହେଇଛି, ଏଇଟା ଦେଖିବା ଆଗ। ପ୍ରି ରିଡିଂ ମାନେ ପଢ଼ିବା ଆଗରୁ ଦେଖିବା। ରୋଲ ପ୍ଲେ କିଏ କିଏ ଅଛନ୍ତି ଏଠି ଦେଖ। ଅମିତ, AMIT ଅମିତ। ସାର୍, ସାର୍, ହ୍ୱାଟ ଆର୍ ୟୁ ଲୁକିଂ ଫର? ଅମିତ କହିଲା ତା ଟିଚରକୁ ଯେ ଆପଣ କ'ଣ ଖୋଜୁଛନ୍ତି? ମିଲି, ସାର୍, ଆର୍ ୟୁ ଲୁକିଂ ଫର ୟୁର ଗ୍ଲାସେସ୍? ସେ କ'ଣ କହିଲା? ଆପଣ କ'ଣ ଆପଣଙ୍କ ଚଷମା ଖୋଜୁଛନ୍ତି? ଟିଚର କହିଲେ ନୋ, ନୋ ମିଲି, ନାହିଁ କହିଲେ। ତାର ମିଲି କହିଲା କ'ଣ? ସାର୍, ଆର୍ ୟୁ ଲୁକିଂ ଫର ସମଥିଙ୍ଗ ଏଲ୍ସ? ମାନେ ଆଉ କିଛି ଖୋଜୁଥିଲେ କି? ଟିଚର ୟେସ୍, ହଁ, ମାଇ ପେନ୍। କ'ଣ ଖୋଜୁଥିଲେ? ପେନ୍, କଲମ। ଆଇ କ୍ୟାନ୍ ନଟ୍ ଫାଇଣ୍ଡ ଇଟ୍ ନାଓ। କ'ଣ କହିଲେ ସେ? ମୁଁ ଏବେ ତାହା ପାଉନାହିଁ। ସଫିନା, ଇଜ୍ ଦ୍ୟାଟ୍ ଇନ୍ ୟୁର ପକେଟ୍? ସଫିନା କ'ଣ କହିଲା? ଯେ ସେଇଟା କ'ଣ ଆପଣଙ୍କ ପକେଟରେ ଅଛି? ଡେଭିଡ୍ କ'ଣ କହିଲା? ଇଟ୍ ଇଜ୍ ଦେୟାର ସାର୍। ଡେଭିଡ୍ କହିଲା ହଁ ସେଇଠି ଅଛି, ଏଇଟା କ'ଣ କଲମ ସେଇଠି ଅଛି, ମାନେ ପକେଟ ଭିତରେ ଅଛି। ଟିଚର କ'ଣ କହିଲେ? ଓ ମାଇ ଗଡ୍, ହେ ଭଗବାନ, ଥ୍ୟାଙ୍କ ୟୁ ଚିଲଡ୍ରେନ୍। ମାନେ ଧନ୍ୟବାଦ ଜଣାଇଲେ ଚିଲଡ୍ରେନ୍ ମାନଙ୍କୁ, ମାନେ ଛୁଆମାନଙ୍କୁ। ଅଲ୍ ଲାଫ୍ଟ ଆଣ୍ଡ ଲାଫ୍ଟ। ଲାଫ୍ଟ ମାନେ LAUGHED। ଲାଫ୍ଟ ମାନେ ହସିଲେ, ସମସ୍ତେ ହସିଲେ ହେଲା। ଲାଫ୍ଟ ମାନେ ହସିଲେ। ଟିକେ ବୁଝିହେଲା? ଆଗକୁ ଦେଖିବା ଦେଖ। ଟେକ୍ସଟ ଆକ୍ଚୁଆଲିରେ ଯୋଉଟା ପଢିବାର ଅଛି ସେଇଟା, ତା ଆଗରୁ ସେଇଟା କ୍ଲାସରେ କ'ଣ ଡିସ୍କସନ ହଉଥିଲା ସେଇଟା ଦେଖିଲେ। ଏବେ ଆକ୍ଚୁଆଲି ପାଠଟା ଆରମ୍ଭ ହବ। ଟୁଡେ ଆୱାର ଗ୍ରାଣ୍ଡପା, ଟୁଡେ ଆୱାର ଗ୍ରାଣ୍ଡପା ଇଜ ସର୍ଚିଂ ଏଭ୍ରିୱେୟାର ହେଲା। ଗ୍ରାଣ୍ଡପା ମାନେ କିଏ? ଜେଜେବାପା। ଟୁଡେ ମାନେ ଆଜି, ଆଜି ଆମର ଜେଜେବାପା। ଇଜ ସର୍ଚିଂ ଏଭ୍ରିୱେୟାର, ସର୍ଚିଂ ମାନେ ଖୋଜୁଛନ୍ତି। କ'ଣ ଖୋଜୁଛନ୍ତି? ସବୁଆଡେ ଖୋଜୁଛନ୍ତି। ଏଭ୍ରିୱେୟାର ମାନେ ସବୁଆଡେ। ହି ହ୍ୟାଜ ଲଷ୍ଟ ହିଜ ଗ୍ଲାସେସ୍। ଲଷ୍ଟ ମାନେ ହଜେଇ ଦେବା ହେଲା। ତ ସେ ତାଙ୍କ ଚଷମାଟି ହଜେଇ ଦେଇଛନ୍ତି। ଗ୍ଲାସେସ୍ ମାନେ ଚଷମା। ଇଟ୍ ୱାଜ ହିଜ ଓନ୍ଲି ପେୟାର, ଏଇଟା ହିଁ କ'ଣ ଏକମାତ୍ର ତାଙ୍କ ଚଷମା ଥିଲା ହେଲା। ଆଗକୁ ଦେଖିବା। ହି କ୍ୟାନ୍ ନଟ୍ ରିଡ୍ ଦ ନ୍ୟୁଜ୍ ପେପର। ଏଇଟା କ୍ୱେଶ୍ଚିନ୍ ଆସିବ ପିଲାମାନେ। ହି କ୍ୟାନ୍ ନଟ୍ ରିଡ୍ ଦ ନ୍ୟୁଜ୍ ପେପର ମାନେ ସେ ନ୍ୟୁଜ୍ ପେପର ପଢ଼ିପାରିବେ ନାହିଁ। କ୍ୟାନ୍ ନଟ୍ ଲାଗିଛି, ପାରିବେ ନାହିଁ। ହି କ୍ୟାନ୍ ନଟ୍ ୱାଚ୍ ଟିଭି। ୱାଚ୍ ମାନେ ଦେଖିବା, ଟିଭି, ଟିଭି ବି ଦେଖିପାରିବେ ନାହିଁ। ହି କ୍ୟାନ୍ ନଟ୍ କଟ୍ ଦ ଭେଜିଟେବଲ୍ସ, ଭେଜିଟେବଲ୍ସ ବି କାଟି ପାରିବେ ନାହିଁ। ଓ ୱେର୍ କ୍ୟାନ୍ ଇଟ୍ ବି, କୋଉଠି ଅଛି ଏଇଟା, କେଉଁଠି ଥାଇପାରେ। ହି ଚେକ୍ଡ ଇନସାଇଡ୍ ହିଜ୍ ପକେଟ୍ସ ହେଲା। ଏଠି ପସେକ୍ଟସ ଦେଇଛି ଦେଖ ପିଲାମାନେ, ଏଇଟା ପକେଟ୍ସ ହେବା କଥା, ଏଇଟା ପରେ ଆସିବା କଥା, ଏଠି ଆସିବା କଥା। କି ଆଗ POCKETS, ପକେଟ୍ସ ହେବା କଥା, ତ ପକେଟ୍ ପଡ଼ିବ ହେଲା। ହି ଚେକ୍ଡ ଇନସାଇଡ୍ ହିଜ୍ ପକେଟ୍, ତାଙ୍କ ପକେଟ୍ ଭିତରେ ଚେକ୍ କଲେ। ତାପରେ ହି ଗ୍ଲାନ୍ସଡ ଅଣ୍ଡର ହିଜ୍ ଚେୟାର ହେଲା। ଚେୟାର ତଳେ, ଏଇଟା ଦେଖ ପିଲାମାନେ ଦେଖୁଛନ୍ତି, ଚେୟାର ତଳେ ଦେଖୁଛନ୍ତି ହେଲା, ଖୋଜୁଛନ୍ତି ଚେୟାର ତଳେ। ତାପରେ ହି ସର୍ଚ୍ଚ ନିୟର ଦ ୱିଣ୍ଡୋ ହେଲା। ୱିଣ୍ଡୋ ପାଖେ ଯାଇକି ଦେଖିଲେ। କିଏ ଏଇଟା? ଜେଜେ ବାପା ହେଲା। ତାପରେ ଗ୍ରାଣ୍ଡପାଟା
ହି ମାନେ ୱିଣ୍ଡୋ ପାଖକୁ ଯାଇକି ଖୋଜିଲେ ତା ପାଖରେ ସାଇଡରେ ଥୁଆ ହେଇଛି କି କଣ ଦେଖିବା ପାଇଁ ହେଲା ଝରକା ପାଖେ ସେ ସବୁଆଡେ ଦେଖିଲେ ହି ଲୁକ୍ଡ ଏଭ୍ରିୱେୟାର ମାନେ ସବୁଆଡେ ଆଇ ଟୋଲ୍ଡ ହିମ୍ ଷ୍ଟପ୍ ଗ୍ରାଣ୍ଡପା ରହିଯାଅ କହିଲି ହେଲା କିଏ କହିଲେ ଏଇଟା ଆଇ ଟୋଲ୍ଡ ହିମ୍ ମାନେ ଯିଏ ଲେଖକଟା ହେଲା ନେରେଟର କହିପାରିବ ନେରେଟର NARRATOR ନେରେଟର ବା ରାଇଟର ଯାହା କହୁଛ କହ ଆଉ ସେ କଣ କହିଲେ ଯିଏ ଲେଖିଛନ୍ତି ସେ କହିଲେ ଷ୍ଟପ୍ ଗ୍ରାଣ୍ଡ ଆଇ ୱେଣ୍ଟ ଅପ୍ କ୍ଲୋଜ୍ ଆଣ୍ଡ ସେଡ୍ ହେଲା ଆଇ ୱେଣ୍ଟ ମାନେ ଗଲି ସେ ଗଲେ ଲେଖକଟା ଗଲେ କ୍ଲୋଜ୍ ଗଲେ ଆଉ କହିଲେ କଣ କହିଲେ ଗ୍ରାଣ୍ଡପା ୟୋର ଗ୍ଲାସେସ୍ ଆର୍ ରାଇଟ୍ ଦେୟାର ଅନ୍ ୟୋର ହେଡ୍ ସେ କଣ କହିଲେ ଯେ ଜେଜେ ବାପା ଆପଣଙ୍କ ଚଷମା ଠିକ ଆପଣଙ୍କ ମୁଣ୍ଡ ଉପରେ ଅଛି ହେଲା ତାପରେ ଆଗକୁ ଦେଖ ଏଇଠି ଲେଖା ହେଇଛି ଗ୍ଲାନ୍ସ ମାନେ କଣ କ୍ୱିକ୍ ଲୁକ୍ ହେଲା ତାପରେ ଲଷ୍ଟ ମାନେ ନଟ୍ ଫାଉଣ୍ଡ ମାନେ ଖୋଜି ଖୋଜି ଏଇ ହଜେଇ ଦେବା ଖୋଜିବାର ତାର ଉଲଟିଆ ତାପରେ ପେୟାର ମାନେ ଗୋଟେ ସେଟ୍ ତାପରେ ସର୍ଚ୍ଚ ଲୁକ୍ ଫର ମାନେ ଖୋଜିବା ଏଇଟା ଗ୍ଲାନ୍ସ ମାନେ ଦେଖିବା ହେଲା ଗ୍ଲାନ୍ସ ଦେଖିବା କ୍ୱିକ୍ ଲୁକ୍ ଲେଖା ହେଇଛି ଫଟକିନା ଦେଖିବା ତାପରେ ଦେଖ ଏଇଟା କେତେଟା କ୍ୱେଶ୍ଚିନ୍ ଅଛି ଦେଖ 1 ନମ୍ବରରେ ଦିଆଯାଇଛି ହ୍ୱାଟ ଇଜ ଗ୍ରାଣ୍ଡପା ସର୍ଚିଂ ଫର ଏଠି ଲେଖିଛି ମୁଁ ଆନ୍ସର ଗ୍ରାଣ୍ଡପା ଇଜ ସର୍ଚିଂ ଫର ହିଜ ଗ୍ଲାସେସ୍ ଲେଖିବ ହେଲା ତାପରେ 2 ନମ୍ବର ଦେଖ ହ୍ୱାଟ ଆର୍ ଦ ପସିବୁଲ ପ୍ଲେସେସ୍ ୱେର୍ ହି କ୍ୟାନ୍ ଫାଇଣ୍ଡ ଦେମ୍ କୋଉଠି ପାଇପାରିବେ ସେ ଦ ପସିବଲ ପ୍ଲେସେସ୍ ୱେର୍ ହି କ୍ୟାନ୍ ଫାଇଣ୍ଡ ଦେମ୍ ଆର୍ ଇନସାଇଡ୍ ହିଜ୍ ପକେଟ୍ ଭିତରେ ରହି ଥାଇପାରେ କି ଅଣ୍ଡର ହିଜ୍ ଚେୟାର ତଳେ ରହିପାରିଥାଏ କି ୱିଣ୍ଡୋ ପାଖରେ ନିୟର ଦି ୱିଣ୍ଡୋ ହେଲା ଏଟା ଅଛି କି ନାଇଁ ତମର ପୋଏମରେ ଆଗକୁ ଦେଖ ହ୍ୱାଟ କ୍ୟାନ୍ ନଟ୍ ହି ଡୁ ୱିଦାଉଟ୍ ଗ୍ଲାସେସ୍ କଣ କରିପାରିବେନି ସେ ବିନା ଗ୍ଲାସରେ ହି କ୍ୟାନ୍ ନଟ୍ ରିଡ୍ ନ୍ୟୁଜ୍ ପେପର ଏଇଟା ଭେରି ଇମ୍ପୋର୍ଟାଣ୍ଟ ଆସିବ ପରୀକ୍ଷାରେ ହି କ୍ୟାନ୍ ନଟ୍ ରିଡ୍ ନ୍ୟୁଜ୍ ପେପର ପଢିପାରିବେ ନାହିଁ ୱାଚ୍ ଟିଭି ମାନେ ଟିଭି ବି ଦେଖିପାରିବେ ନାହିଁ ତାପରେ ଭେଜିଟେବଲ୍ସ ବି କାଟି ପାରିବେ ନାହିଁ କଟ୍ ଭେଜିଟେବଲ୍ସ କ୍ୟାନ୍ ନଟ୍ କଟ୍ ଭେଜିଟେବଲ୍ସ ୱିଦାଉଟ୍ ଗ୍ଲାସେସ୍ ହେଲା ବିନା ଗ୍ଲାସରେ ତାପରେ ଦେଖ ପିଲାମାନେ where does grandpa find his glasses at last କୋଉଠି ପାଇଲେ right on top of his own head ନିଜ ମୁଣ୍ଡ ଉପରେ ହିଁ ପାଇଲେ ସିଏ ହେଲା ବୁଝିହେଲା ତାପରେ what makes grandpa happy କଣ ତାଙ୍କୁ happy କରେଇଲା happy ମାନେ କଣ ଖୁସି କରେଇଲା grandpa is happy when he finds his lost glasses and can finally read ଏବେ ସେ ପଢି ପାରିବେ ହେଲା ପାଇଗଲେ ଖୋଜି ପାଇଗଲେ ତାଙ୍କର ଯୋଉ ଚଷମାଟା ହି ଫାଇଣ୍ଡସ୍ ହିଜ୍ ଲଷ୍ଟ ଗ୍ଲାସେସ୍ ଯୋଉଟା ଖୋଜି ପାଇଗଲେ ଗ୍ଲାସଟା ମାନେ ଚଷମାଟା ଏବେ ସେ ପଢିପାରିବେ ହେଲା ତାପରେ ଦେଖ ଆଗ 6 ନମ୍ବର କଣ ଦେଇଛି ଥିଙ୍ଗସ୍ ଜେନେରାଲି ମିସପ୍ଲେସ୍ଡ ଆଟ୍ ୟୁର ହୋମ୍ ହୁ ହେଲ୍ପସ୍ ଇନ୍ ଫାଇଣ୍ଡିଂ ଦିସ୍ ମିସପ୍ଲେସ୍ଡ ଥିଙ୍ଗସ୍ ମାନେ କୋଉଠି ରଖିକି ଭୁଲି ଯାଅ ତାକୁ ଖୋଜିବା ପାଇଁ କିଏ ସାହାଯ୍ୟ କରନ୍ତି ଲେଖିବ ଏଠି ହେଲା କି ଚାବି ରଖିକି ଭୁଲିଗଲେ ମଦର ହେଲ୍ପ କରନ୍ତି କି ଆଉ କିଏ ଯାହାକୁ ଯିଏ ହେଲ୍ପ କରନ୍ତି ସେ ସେମିତି ଲେଖିବ ଟିଭି ରିମୋଟ ହଜିଗଲେ କିଏ ହେଲ୍ପ କରନ୍ତି ମାଇ ଫାଦର ତାପରେ ପେନ୍ ଇଆଡେ ସିଆଡେ ରଖିଦେଇଥିବି ଭୁଲିଗଲି କିଏ ହେଲ୍ପ କରିବେ ମାଇ ବ୍ରଦର କିମ୍ବା ପେନସିଲ ଯାହା ଲାଗିବାର ଅଛି ଲେଖିବ ହେଲା ତାପରେ ଡବଲ ଆଇ 6 ନମ୍ବର ହିଁ ଡବଲ ଆଇ ହ୍ୱାଟ ୱିଲ୍ ୟୁ ସେ ଟୁ ଦ ପର୍ସନ ହ୍ୱେନ୍ SHEC କିମ୍ବା HEs ହି ଅର୍ ସି କୁ ଏମିତି ବି ଲେଖାଯାଏ ହେଲା he or she helps you to find your lost things ହେଲା ତାଙ୍କୁ କଣ କହିବ ଯିଏ ଖୋଜିଦେବ ତମର thank you very much for your help ଏଇଟା ଲେଖିବ ହେଲା thank you very much for your help thank you କରିବ ତାପରେ ଦେଖ ଆଗ ଏଠି ଦେଇଛି ପୋଷ୍ଟ ରିଡିଂ ରେ କଣ ଦେଇଛି ସମରି ଟାଇପ ର ଦେଇଥିବ ଦେଖ ଭିଜୁଆଲ ମେମୋରି ଡେଭଲପମେଣ୍ଟ ଟେକ୍ନିକ VMDT ହୋଲ ବହିରେ କଣ ପଢିଲ ମାନେ ପୋଏମ ରେ କଣ ପଢିଲ ସର୍ଚିଂ ଏଭ୍ରିୱେୟାର ମାନେ ସବୁଆଡେ ପୁରା ପୋଏମରେ ହିଁ ଖୋଜା ଚାଲିଛି ସର୍ଚିଂ ମାନେ ଖୋଜା ଚାଲିଛି କଣ ଖୋଜା ଚାଲିଛି ଗ୍ଲାସେସ୍ ଲାଷ୍ଟରେ କୋଉଠି ମିଳିଲା ଗ୍ଲାସ ଟା ଅନ୍ ଦ ଗ୍ରାଣ୍ଡପାସ୍ ହେଡ୍ ତାଙ୍କର
हेड रे माने मुंड ऊपर ही थिला एटा पूरा समरी को दुई लाइन रे लिखा है तापर देखो पार्ट स्टैंजा 3 आउ 4 को नहीं की लिखा है केतेटा लाइन स्टॉप ग्रैंडपा रही जाओ ग्रैंडपा कहले के लेखक हला राइटर बा नरेटर चेक्ड इनसाइड हिज पॉकेट हला एटा 3 नंबर स्टैंडर्ड लिखा है जे तांको पॉकेट को चेक कले नियर द विंडो विंडो साइड रे चेक कले लिखा है देखियो 1 नंबर देखो ग्रैंडपा इज a commonly used word in English to address one's grandfather. Say aloud the word you use for grandfather in your language. Do it in a chain drill. माने जने कहइबो जे से तारो ग्रैंडपा को कोन कहे आ नेक्स्ट स्टूडेंट टा कहइबो से कोन कहे तापर नेक्स्ट स्टूडेंट टा कहइबो से कोन कहे एमती देखो एटी लिखा छै I call my grandpa Dex what is about you বা what's about you हला माने सेकंड जन को पचारिबो से ताकू पचारिबो से ताकू पचारिबो एमती ड्रिल कराबो माने देखो फर्स्ट स्टूडेंट कहला कोन I call my grandpa दादू what's about you हला एटा क्वेश्चन मार्क हबो हला क्वेश्चन मार्क जे तमे कोन कह what's about you तापर सेकंड स्टूडेंट कहला I call my grandpa बाबा What's about you? तापर 3 नंबर स्टूडेंट कहला I call my grandpa नाना What's about you? एमती कहि कि के कोन डाके जे आयो को आको लिखिबो हला तापर 2 नंबर देखो एटे जोई टेबल ऊपर चश्मा थुआ हेछि कोन कहबा ऊपर माने ऑन दी टेबल हबो एटा हला ऑन दी टेबल वेयर द ग्लासेस कोठी अछि माने ऑन दी टेबल लिखिबो हला glasses are on the table हला on the table हबो एटा under the chair हबो एटा inside the pocket हबो एटा in front of the box माने बॉक्स सामना रे एटा behind the girl रो पछरे अछि भाई आउ गोटे वर्ड टा यूज करा जाय पिला माने next to the girl हला गर्ल साइड रे भी कोइ परिबो एटा हला जोटा लिखिबार अछि लेख तापरे between the books मझिरे माने between वर्ड टा यूज करा जाय एटा हला एठी लिखि देछि मु ऑन द टेबल फर्स्ट टा सेकंड टा हला अंडर द चेयर तापर इनसाइड द पॉकेट इन फ्रंट ऑफ द बॉक्स बिहाइंड द गर्ल करो आ जदी साइड रे तुमको लागु छी बोले कोन नेक्स्ट टू द गर्ल साइड रे तापर बिटवीन द बुक्स मझिरे हला सेटा लिखि देबो तापर 3 नंबर टा देखो सर्किल द पेयर्स इन व्हिच द वर्ड्स साउंड डिफरेंट अलगा साउंड होउची तुमरो एटा अलगा साउंड होउची जोटा तांको गोल करो कहूची एठी देखो पेयर पियर हला अलगा अलगा साउंड होउची तो एटा गोल कली सेकंडा फेयर एटा समान समान प्रोनाउंसिएशन हुए एटा गोल कलिनी सन एटा गुटे सन सूर्य गुटे सन माने पुओ एटा भी सेम प्रोनाउंसिएशन होउची स्पेलिंग टा अलगा बाकी प्रोनाउंसिएशन टा सेम होउची सन पढा होउची तापरे एटा नॉट एटा नोट अलगा अलगा हला एटा गोल कली एट आउ एट को पाखा पाखी सेम साउंड ही हुए हला पढ़िला बेले पूरा परफेक्ट जदी इंग्लिश जे कहिबो माने पूरा सेम लागिबो तुमको हला तो एटा अलगा लागुनी गोल करिवोनी हेयर एटा भी हेयर माने ए हेयर माने मुंडर चुटी बा बाल तापरे एटा हेयर माने ठेकुआ गुटे हेयर थाए जो डियर हला डियर आ गुटे डियर माने हरिण आ गुटे डियर माने कोन डियर आ गुटे डियर माने जेंती डाकंती माने मोर प्रियर एमती डियर तापरे डियर हला डेयर खेलिबा एटा जोटा डेयर आ डियर अलगा अलगा एटा गोल कली तापरे बैड एटा बी ईटा अलगा टिके साउंड हुए आ एटा अलगा टिके साउंड हुए आमे एबे कहबा बेले टिके जोना पड़ेनी बाकी जे पूरा भल से जे इंग्लिश कहूची तार प्रोनाउंसिएशन रा देखिबो जे टिके डिफरेंस आसे हला एटा को भी गोल कर दियो हला आसे बैड ईटा शॉर्ट रे टिके को आजिबो आ एटा टिके तार अलगा प्रोनाउंसिएशन हुए टिके डिफर हुए हला एटा को गोल करिवो फेयर एटा तो अलगा अलगा फेयर आउ फियर हला फियर माने डरिबा तार परे कोल्ड आउ एटा कूड अलगा अलगा उड 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 आउ उड कहंतिनी एलटा साइलेंट हुए तो उड एटा तो सेम अछि एटा को गोल करिवोनी एटा नॉट
नॉट हला एठी भी टिके अलगा साउंड हुए से गोल करछि हला वेयर एटा दुईटा सेम साउंड हबो हिल हिल फील फील एटा देखो आई अछि आ डबल एल अछि एटा डबल ई अछि एल अछि तो एटा टिके अलगा हबो एटा फील हला टिके अलगा साउंड हुए जायले भी तो एटा भी गोल करछि हला तो केतेटा हे गला 1 2 3 4 5 6 7 8 एटा सब मने रख हला तापर आगो को देखो 6 नंबर एठी पिला माने छाड़ आगो को देखिबो 3 नंबर गला तापर लेट अस रीड रे केतेटा क्वेश्चन दिया अछि रीड एंड टिक व्हाट ग्रैंडपा कैन नॉट डू विथ ग्लास विदाउट ग्लासेस बिना ग्लास रे कोन करि पारिबेनी कोउटा पढिलु जैसे न्यूज़पेपर पढि पारिबेनी टीवी देखि पारिबेनी आ गोटे पढिलु कोन जे से वेजिटेबल काटि पारिबे नाही तो एटा खाली लिखिबो एटा एटा आ एटा तीनटा टिक करिवो हला बुझियला read in cannot read newspaper or cannot watch TV cannot cut the vegetables ହେଲା ବୁଝିଗଲା ତାପରେ 2 ନମ୍ବର ଦେଖ 2 ନମ୍ବର encircle the word that is spelled correctly correct spelling ଯୋଉଟା ଅଛି ତାକୁ ଗୋଲ କରିବ ତ ଏଠି କରି ଦେଇଛି ମୁଁ ଦେଖ water o w a t t e r ଅଛି w a t e r ଅଛି w e t e r ଏଟା ଠିକ ହେଲା ତାପରେ vegetables vegetables ର ଏଟା v e g e t a b l e s ଏଟା correct spelling balloon ର ଏଟା correct spelling ଆଉ ତିନଟା ଦେଇଛି house ଏଇଟା correct spelling elephant ତ ସମସ୍ତେ ଜାଣିଛନ୍ତି ଏଇଟା ହବ ତାର spectacles s p e c t a c l e s spectacles ମାନେ ବି ଚଷମା ହେଲା कारपेंटर स्पेलिंग एटा कारपेंटर बढ़िया जो काठ काम करंती फ्रूट हला फ्रूट एटा देखो एटा तो जानि रिसीव माने रिसीव करबाटा हला पाइबाटा जोटा आर ए सी ई आई बी ई रिसीव हला तार प्रिंसिपल रो स्पेलिंग तो एटा हला सब निजे करिवो हला देखो पुणी थरा जागु डाउट अछि देखि दियो तापर 3 नंबर रे कोन दिया अछि देख 3 नंबर रीड एंड एंजॉय फॉलोइंग स्टोरी गोटे दिया अछि एठी देखो सर आइजैक न्यूटन हला आइजैक न्यूटन गोटे बड़ साइंटिस्ट है ये तो देथिले ना जो तमरो आगो को पड़िबो जे से गोटे ऊपर पड़िला से गछ तले बसथिले से आ गुरुत्वाकर्षण शक्तिटा उद्भावन कले हला डिस्कवर कले कोन तमरो ग्रेविटेशनल फोर्स great scientist. He was very busy all the time thinking his own thoughts, so grateful, forgetful. So forgetful ମାନେ କଣ ସେ ତାଙ୍କର ହିଁ ଦୁନିଆରେ ମସ୍ତ ରହୁଥିଲେ ସେ ତାଙ୍କର ମାନେ ଭାବୁଥିଲେ ବହୁତ ଜିନିଷ କଣ ପାଇଁ ହଉଛି ସେଇଟା ଭାବୁଥିଲେ ତାଙ୍କ ଦୁନିଆରେ ହିଁ ସେ ଭାବୁଥିଲେ କଣ ରିଅଲ ଦୁନିଆରେ ହଉଛି ସେ ବେଲେ ବେଲେ ଭୁଲି ଯାଉଥିଲେ ଫରଗେଟଫୁଲ ମାନେ ଭୁଲି ଯାଉଥିଲେ ହେଲା one day he wanted to have eggs in super ରେ ତାଙ୍କୁ egg ଖାଇବାର ଇଚ୍ଛା ହେଲା super ମାନେ କଣ ଇଭିନିଂ ରେ ଯୋଉ ଖାନା ଖାଆନ୍ତି କିମ୍ବା ତମର ଡିନର ଟା ବି ଖାଇପାରିବ ସୁପରରେ ସେ ଖାଇବା ପାଇଁ ଚାହିଁଲେ he ran to kitchen stood near the stove ହେଲା stove ପାଖରେ ଠିଆ ହେଲେ water in the pan was boiling କେନ୍ତା ହଉଛି boiling ମାନେ ତମର ସେଇଟା ଫୁଟୁଛି ପାଣିଟା ହେଲା he dropped his watch into the boiling water ରେ କଣ ପକେଇଦେଲେ ମାନେ ସେ ଭୁଲି ଗଲେ ଯେ ଅଣ୍ଡା ପକେଇବା କଥା ସେ କଣ ପକେଇଦେଲେ ଏଗ ପକେଇବା କଥା ତାଙ୍କର ୱାଚ୍ ଟା ପକେଇଦେଲେ when he looked for the eggs in the pan he found it in his hand ସେଟା ତାଙ୍କ ହାତରେ ଥିଲା ଅଣ୍ଡାଟା he laughed ମାନେ ଆଗରୁ କହିଲି କି LAUGH laughed ଏଟା ବି laughed ସେ ହସିଲେ ହେଲା great thinkers are often forgetful ମାନେ ଯେ ବେଶୀ କିଛି ଭାବେ ଆଉ ଏଡେ ବଡ ସାଇଣ୍ଟିଷ୍ଟ ହେଇକି ଥରେ ଥରେ ଏମିତି ମିଷ୍ଟେକ୍ ହେଇଯାଏ ହେଲା ଭୁଲି ଯାଆନ୍ତି ଛୋଟ ଛୋଟ କଥାରେ ମିଷ୍ଟେକ୍ କରନ୍ତି ରାଇଟ୍ ଟ୍ରୁ ଟି ମାନେ ଟ୍ରୁ ଆଉ ଏଫ୍ ମାନେ ଫଲ୍ସ ହେଲା ଟ୍ରୁ ମାନେ ଠିକ ଆଉ ଫଲ୍ସ ମାନେ ଏଫ୍ ମାନେ ଭୁଲ
ହେଲା। ଭୁଲ ଥିଲେ ଫଲ୍ସ ଲେଖିବ, ଏଫ୍ ଲେଖିବ। ଭୁଲ ମାନେ ଏଫ୍, ଟ୍ରୁ ମାନେ ଠିକ ଟି। ସାର୍ ଆଇଜାକ୍ ନ୍ୟୁଟନ ୱାଜ ଏ ଗ୍ରେଟ୍ ପାଇଲଟ। ସେ ଗୋଟେ ପାଇଲଟ କିଏ? ସେ ତ ସାଇଣ୍ଟିଷ୍ଟ ନା, ବୈଜ୍ଞାନିକ ସାଇଣ୍ଟିଷ୍ଟ। এটা ଭୁଲ, ମାନେ ଏଫ୍ ଲେଖିବ ହେଲା, ଏଫ୍ ଲେଖା ହବ। ଦ ୱାଟର ଇନ୍ ଦ ପାନ୍ ୱାଜ କୋଲ୍ଡ। କୋଲ୍ଡ ଥିଲା କି? କଣ ଥିଲା? ବଏଲିଂ। ଏଇଟା ବଏଲିଂ ହେଲା, ଫୁଟୁଥିଲା। ଏଠି ଥଣ୍ଡା ଥିଲା କହିଛି। କୋଲ୍ଡ ମାନେ ଥଣ୍ଡା, ବଏଲିଂ ଫୁଟୁଥିଲା ନା, ଗରମ ଥିଲା। ହି ୱାଣ୍ଟେଡ୍ ଟୁ ହ୍ୟାଭ୍ ଏଗ୍ସ ଇନ୍ ବ୍ରେକଫାଷ୍ଟ। ବ୍ରେକଫାଷ୍ଟରେ ସେ ଏଗ୍ ଖାଇବା ପାଇଁ ଚାହିଁଲେ। କଣ ଦେଇଛି ଏଇଠି? ସୁପର ଦେଇଛି, ମାନେ ରାତ୍ରି ଭୋଜନ। ଏଇଟା ବ୍ରେକଫାଷ୍ଟ ମାନେ ସକାଳେ ଯୋଉ ଜଳଖିଆ ଖାଆଯାଏ। ତ ଏଇଟା ବି ଭୁଲ, ଫଲ୍ସ। ହି ବଏଲ୍ଡ ୱାଟର ଇନ୍ ପ୍ଲେସ୍ ଅଫ୍ ଏଗ୍ସ। ୱାଟରକୁ ବଏଲ କରିଦେଲେ ଏଗ୍ ଜାଗାରେ, ଠିକ କି ଭୁଲ? ଆରେ ସେ ୱାଚକୁ, ତାଙ୍କ ଘଣ୍ଟାକୁ ବଏଲ କରିଦେଲେ। ଏଇ ୱାଚକୁ ବଏଲ କରିଦେଲେ। ତ ଏଇଟା ବି ଭୁଲ, ଏଫ୍ ଲେଖିବ ହେଲା। ତାପରେ ଗ୍ରେଟ୍ ଥିଙ୍କର୍ସ ନେଭର ଫରଗେଟ୍। ମାନେ ଯେ ବେଶୀ ଭାବି ପାରେ ନା, ସେ କେବେ ଭୁଲେନି ହେଲା। ଫରଗେଟଫୁଲ ମାନେ ଭୁଲେନି। ଏଠି କଣ? ଫରଗେଟଫୁଲ। ନେଭର ଫରଗେଟ, ନେଭର ଲେଖିଛି ମାନେ କେବେ ଭୁଲେନି। ଫରଗେଟଫୁଲ ମାନେ ଭୁଲିଯାଏ ହେଲା, ବେଲେ ବେଲେ ଭୁଲିଯାଏ। ତ ଏଇଟା ବି ଭୁଲ ଲେଖିଲା। ଭୁଲିଯାଏ ଯାଏ ବୋଲି କରି ଲେଖା ହେଇଛି କି ନାହିଁ ଏଇଠି? ସବୁ ଯାକ ଫଲ୍ସ ହବ, ଏଫ୍ ଲେଖିବ ହେଲା। ସବୁ ଯାକ ଏଫ୍ ଲେଖିବ ହେଲା। ତାପରେ ଆଗକୁ ଦେଖ, ଆଗକୁ ଲୁକ୍ ଏଟ୍ ଦ ୱାର୍ଡସ୍ ଇନ୍ ଇଚ୍ ଗ୍ରୁପ, arrange them in ascending order ହେଲା। ascending order, ଛୋଟରୁ ବଡରେ, ସ୍ମଲେଷ୍ଟ ଟୁ ଲାଇଟ୍, ମାନେ ସ୍ମଲେଷ୍ଟ ଫାର୍ଷ୍ଟ ଆସିବ, କିମ୍ବା ଲାଇଟେଷ୍ଟ ଯୋଉଟା କମ ଓଜନିଆ ବା ଛୋଟଟା, ତାର ବିଗେଷ୍ଟ ଆଉ ହେଭିଏଷ୍ଟ। ହେଭିଏଷ୍ଟ ମାନେ ଓଜନଟା ପଛେ ଲାଷ୍ଟକୁ ଆସିବ ହେଲା। ତ ଏଠି କରିଦେଇଛି ଦେଖ ମୁଁ। ଏଠି କଣ ଦେଇଛି ଯେ ଟାୱେଲ, ଶାଢୀ, ହ୍ୟାଣ୍ଡକରଚିପ୍ ଆଉ ବେଡସିଟ୍। ହ୍ୟାଣ୍ଡକରଚିପ୍ ମାନେ ରୁମାଲ, ହ୍ୟାଣ୍ଡକରଚିପ୍ ମାନେ ରୁମାଲ, ଲେଖି ପକାଅ ରୁମାଲ। ରୁମାଲଟା ଟାୱେଲ ମାନେ ତ ତୁଆଲ ହେଲା, ମାନେ ଗାମୁଛା ବି କହିପାରିବ ହେଲା। ତ ହ୍ୟାଣ୍ଡକରଚିପ୍ ଫାର୍ଷ୍ଟ ଆସିବ ସବୁଠାରୁ ଛୋଟ, ତାପରେ ଟାୱେଲ ହେବ, ତାପରେ ଶାଢୀ, ତାପରେ ବେଡସିଟ୍ ବଡଟା ହେଇଥିବ ନା। ଏଠି ଅଛି ସେକେଣ୍ଡଟା, ଆପଲ, ଷ୍ଟ୍ରବେରୀ, ଚେରି, ୱାଟରମେଲନ। ୱାଟରମେଲନ ତ ସବୁଠୁ ବଡ ହେବ, ତାପରେ ସବୁ ତାଠୁ ଛୋଟ ହେବ ଆପଲ। ଷ୍ଟ୍ରବେରୀ ଆଉ ଚେରି ଭିତରେ କିଏ ବଡ କିଏ ଛୋଟ? ଚେରିଟା ସବୁଠୁ ଛୋଟ ହବ ନା, ଛୋଟ ଥାଏ। ଚେରି, ତାପରେ ଷ୍ଟ୍ରବେରୀ, ତାପରେ ଆପଲ, ତାପରେ ୱାଟରମେଲନ ହବ ହେଲା। ତାପରେ ବାଇସାଇକେଲ, ବୁଲକ୍ କାର୍ଟ, କାର, ବସ୍। ଏଇଟା ବି ଦେଖି ନେବ, ଅଲଗା ଅଲଗା ଦେଇଛି। ସ୍ପାରୋ, କ୍ରୋ, ହେନ୍, ଇଗଲ ହେଲା, ଛୋଟରୁ ବଡରେ ଲେଖି ଦେଇଛି। ସ୍କ୍ୱାଇରେଲ, ରାବିଟ, ଅକ୍ସ, ଏଲିଫେଣ୍ଟ। ସ୍କ୍ୱାଇରେଲ ମାନେ କଣ? ସ୍କ୍ୱାଇରେଲ ମାନେ ହେଲା ତମର ଗୁଣ୍ଡୁଚି ମୂଷା ହେଲା, ଗୁଣ୍ଡୁଚି ମୂଷା। ରାବିଟ ମାନେ ତମର ଇଏ କଣ କହନ୍ତି, ଏଇଟା ଦେଖିଦିଅ, ସ୍ପାରୋ। ସ୍ପାରୋ ମାନେ ଘର ଚଟିଆ ହେଲା। ହିନ୍ଦୀରେ ରେବିଟକୁ କଣ କହନ୍ତି? ଖରଗୋଶ କହନ୍ତି। ଠେକୁଆ, ଠେକୁଆ। ମନେ ପଡିଲା, ଥରେ ଥରେ ଭୁଲିଯାଏ ସିମ୍ପଲ ୱାର୍ଡଟା ସବୁ। ରାବିଟ ଇଂଲିଶରେ ୟୁଜ ବେଶୀ କରୁଛେ ନା, ତ ରାବିଟ ମାନେ କଣ? ତମର ଠେକୁଆ। ଠେକୁଆ ଠୁ ଟିକେ ବଡ ଥିବ। ତାପରେ ଅକ୍ସ ମାନେ ବଳଦ, ତାପରେ ହାତୀ ହେଲା, ଏଲିଫେଣ୍ଟ। ଏଠି ସ୍ପାରୋ, ତାପରେ କ୍ରୋ ମାନେ କାଉ, ତାପରେ ହେନ୍ ମାନେ କୁକୁଡ଼ା, ତାପରେ ଇଗଲ ସବୁଠୁ ବଡ। ତ ବାଇସାଇକେଲ। ବୁଲକ୍ କାର୍ଟ ମାନେ କଣ? ବୁଲକ୍ କାର୍ଟ ମାନେ ବଳଦ ଟାଣୁଥିବ ଗାଡି, ବଳଦ ଗାଡି ମାନେ ଏଇ ଶଗଡ଼ ଗାଡିକୁ ଟାଣୁଥିବ ହେଲା, ବୁଲକ୍ କାର୍ଟ। ତାପରେ କାର, ବସ୍, ଏଇଟା ତ ଜାଣିଛ ଆଉ, ଲେଖି ନେବ ହେଲା। ତାପରେ ଆଗକୁ ଦେଖିବା। ଆଉ ନିଜେ ବି ଲେଖ, ଆଉ ଏମିତି ଏକ୍ଜାମ୍ପଲ କହିଛି ଛାଡ। ଏଠି ଦେଖ, fill in the blanks with the names of things in the picture। ପିକ୍ଚରରେ ଯୋଉଟା ଅଛି ନାଇଁ କି, ଏଇଟା ସବୁ ଅଛି। ପ୍ୟାଣ୍ଟ ଅଛି ବା ଟ୍ରାଉଜର, ସକ୍ସ ଅଛି। ସେଇଟା ପେୟାର ପେୟାର ହିସାବରେ ଅଛି କି ନାଇଁ, ଏଇଟା ପେୟାରରେ ହେଲା, ଗୋଟେ ଗୋଟେ ପେୟାର ଅଛି। ତ ସେଥିପାଇଁ ଗୋଟେ ଗୋଟେ ଯୋଡି ପେୟାର ମାନେ ହେଲା ଅଛି। ମାନେ ତାକୁ କେମିତି ଲେଖିବ? ଏ ପେୟାର ଅଫ୍ କଣ ଲେଖିବ? ଟ୍ରାଉଜର୍ସ, ଏସ ଲଗେଇକି ଲେଖିବ। ହେଲେ ପ୍ୟାଣ୍ଟସ, ଏ ପେୟାର ଅଫ୍ ପ୍ୟାଣ୍ଟସ, ଯୋଉଟା ଲେଖିଲେ ଠିକ। ଏ ପେୟାର ଅଫ୍ କଇଁଚି, କଇଁଚିକୁ କଣ କୁହାଯାଏ? କଇଁଚି। କଇଁଚିକୁ ସିଜର୍ସ କହନ୍ତି ହେଲା, SCISSORS, ଏଇଟା କଇଁଚି। ତାପରେ ଏ ପେୟାର ଅଫ୍ ଗ୍ଲାସେସ୍, ଗ୍ଲାସେସ୍ ମାନେ ଚଷମା। ଏ ପେୟାର ଅଫ୍ ସକ୍ସ ମାନେ ତ ସକ୍ସ ଆଉ ମୌଜା ଯୋଉଟା। ଏ ପେୟାର ଅଫ୍ ଗ୍ଲୋଭ୍ସ, ହାତରେ ଯୋଉ ଲଗାନ୍ତି ହେଲା।
ए पेयर ऑफ इयर रिंग्स माने कौन एटा कान रे जो पिंधंती इयर रिंग्स हला झुमका एटा तापरे ए पेयर ऑफ रैकेट्स माने जो खेल बैडमिंटन टा रैकेट गुटे को रैकेट कहते दुईटा को रैकेट्स हबो हला दुईटा बा ताठू अधिक तापरे 3 नंबर कौन देछि देखो এই ওয়ার্ড ସବୁ ଦେଇଛି ୟାକୁ এই ଫିଲିଂ ଦ ବ୍ଲାଙ୍କ୍ସ ରେ ଲେଖିବାର ଅଛି ମୁଁ ଲେଖି ଦେଇଛି ଦେଖିଦିଅ ହେଲା My grandfather has a habit of keeping his glasses in different places ହେଲା ଇନି ଲାଗିବ ଏଠି ତାପରେ last week he could not find his glasses and looked around the house ହେଲା ମାନେ ସେ ଲାଷ୍ଟ ୱିକ୍ ଗଲା ସପ୍ତାହରେ ସେ ତାଙ୍କର ଗ୍ଲାସଟା ପାଇଲେନି ଆଉ ପୁରା ଘର ସାରା ଖୋଜି ବୁଲୁଥିଲେ ଆରାଉଣ୍ଡ ବୋଲେ ଘର ଭିତରେ ସବୁଆଡେ ଚାରିଆଡେ ଖୋଜୁଥିଲେ ହେଲା ଏଇଟା ତାପରେ we checked the big box that reached above our waist ରୁ ବି ଅଧିକା ଉପରେ ହେଲା above ମାନେ ଉପରେ ତାପରେ ଅଣ୍ଟା ଉପରେ କହିପାରିବ ଅଣ୍ଟାରୁ ବି ଉପରେ ସେ ବକ୍ସଟା ରଖା ହେଇଥିଲା My grandfather looked for the glasses among the newspaper ଭିତରେ ସବୁ ଖୋଜାଖୋଜି କରୁଥିଲେ ହେଲା ତାପରେ kept on the table ଉପରେ ଥିଲା ତାପରେ he continued searching 2 hours 2 ଘଣ୍ଟା ତକ ସେ ଖୋଜିଲେ he sat down the bed after giving one final look at the room ଆଡେ final look ଦେଖିଲେ ଆଉ ବେଡ୍ ର ସାଇଡ୍ ରେ ବସି ପକେଇଲେ ହେଲା after giving ହେଲା ବେଡ୍ ସାଇଡ୍ ରେ ବସିଗଲେ ବେଡ୍ ରେ ତାପରେ ସେ ତାପରେ ଏଇଟା ଆଫ୍ଟର ମାନେ ତାପରେ ଫାଇନାଲ ଲୁକ୍ ରୁମ୍ ରେ ଦେଖିଲେ ତାପରେ 4 ନମ୍ବର ଦେଖ ପିଲାମାନେ 4 across ଆଉ ଡାଉନ୍ ଦେଇଛି ଏଇଟାକୁ ବନେଇବାଟା ଏଇଟା ଏଠିରେ ୱାର୍ଡ ସବୁ ଲେଖିବ କେମିତି ଲେଖିବ ମୁଁ ଦେଖେଇ ଦଉଛି ଏଠି ହେଲା ଏଟା across not far ମାନେ ଦୂର ନୁହେଁ it is near ପାଖେ near ୱାର୍ଡଟା ଆସିଲା ଏଟା କଣ 2 ନମ୍ବର across ମାନେ ସିଧା 2 ନମ୍ବର ଏମିତି ସିଧା ଥିବ ସେଇଠି ଲେଖିବ ହେଲା ତାପରେ ଡାଉନ୍ ବେଲେ ଏମିତି ଥିବ ତଳ ପଟେ ଯିବ ହେଲା ଲେଖିବ ଏଇଟା ୱାର୍ଡ ସବୁ ହେଲା I said no but he said yes no ଅଛି ମାନେ ସେକେଣ୍ଡ ଟା yes ହେବ I want desk clothes not the dirty ones dirty ମାନେ କଣ dirty ମାନେ ଏଇ ଆମର କଣ କହିବା ମଇଳା କପଡା ମୁଁ ଚାହେଁନି ମୁଁ କଣ ଚାହେଁ କ୍ଲିନ କପଡା ହେବ CLEN clean ସଫା something small is not big small ଦେଇଛି ମାନେ ସେକେଣ୍ଡ ଟା କଣ ହେବ big ନିଜେ ଏଇଟା ଲେଖିବାଟା ହେଲା not inside play outside inside ତା ଉଲ୍ଟା inside ମାନେ ଭିତରେ outside ହେବ ବାହାରେ when it is not bright it's dark ଯେତେବେଳେ bright ନୁହେଁ ମାନେ ଦିନ ନାହିଁ ଏଟା ରାତି ହେଇଥିବ dark ହେଇଥିବ don't be sad he be happy ମାନେ sad ହୁଅନି କଣ ହେବ sad ହୁଅନି ମାନେ happy ହେବ you are slow she is fast ତମେ slow ଅଛ ମାନେ ସେ କଣ ଥିବ fast ତା ଉଲ୍ଟିଆ ଲେଖିବ not hot she likes desk coffee এটা cold coffee ଲେଖିବ ହେଲା cold ହେଲେ ମ୍ୟାଚ୍ ହେବ ତାପରେ not bought BOUGST buy bought ହେଲା ଏଇଟା past ରେ ଅଛି bought ମାନେ କିଣା ହେଲାନି କଣ କରାଗଲା bought sold ମାନେ ବିକା ହେଲା sold ହେଲା ଏଠି ବନେଇ ଦେଇଛି ଦେଖ ଏଟା 1 ନମ୍ବର ଟା ଡାଉନ୍ ଥିଲା କି ନାହିଁ ଏଇଟା ସରି ଏଇଟା across ଯିବ ମାନେ ଏମିତି ସିଧାରେ ସେଇ ୱାର୍ଡ ସବୁ ଲେଖା ହେବ ଆଉ ଏଇଟା ଯୋଉ 1 3 4 5 6 7 ଦେଇଛି ଏଇଟା ତଳକୁ ତଳ ଲେଖିବ ଦେଖ କେମିତି ଲେଖା ହେଇଛି ଏଠି ଏଇଟା ଏକଟା ତଳକୁ ତଳ ଲେଖିବ ମାନେ YES ନିୟର ଟା ସାଇଡ୍ ରେ ଲେଖିବ NEAR ନିୟର ବିଗ୍ ଟା ଉପରକୁ ତଳକୁ ଲେଖିବ BIG ହେଲା BIG ବିଗ୍ ହେଲା ତାପରେ 5 କୁ ବି ତଳକୁ ଲେଖିବାଟା କହିଥିବ ଡାଉନ୍ ମାନେ ତଳକୁ 5 ନମ୍ବର ତଳକୁ ଲେଖିବ ତ FAST ଫାଷ୍ଟ ଏଠି FAST ଫାଷ୍ଟ ଲେଖାଗଲା ହେଲା ଏଇଟା FAST ଫାଷ୍ଟ ଲେଖାଗଲା ତାପରେ SOLD ଏଇଟା sold ତଳକୁ ଲେଖା ହେଲା sold ତାପରେ 8 ଟା ଏମିତି ଲେଖାଗଲା ଏମିତି ଲେଖାଗଲା across 8 ଟା across ଥିବ ନା ଦେଖ 8 ଟା across ଅଛି ଏଇଟା across ହେଲା ଏଇଟା down ହେଲା ତ ଦେଖ ସେମିତି ଲେଖାଗଲା ତାପରେ କ୍ଲିନ୍ ଟା ବି across ଏମିତି ଲେଖାଗଲା କ୍ଲିନ୍ ଆଉ ଏଇଟା happy ଟା ଉପରୁ ତଳକୁ ଲେଖାଗଲା happy HAPPY happy
ହେଲା କୋଲ୍ଡ COLD କୋଲ୍ଡ ଏଇଠି ଲେଖାଗଲା ଉପରୁ ତଳକୁ, ଏଇଟା ଡାର୍କ ଏକ୍ରସ୍ ଲେଖାଗଲା ଏମିତି ହେଲା, ଏଇଟା ସୋଲ୍ଡ ତ ଉପରୁ ତଳକୁ ଆସିଲା, ଏଇଟା ୟେସ୍ ବି ଉପରୁ ତଳକୁ ଆସିଲା, ଏପଟେ ଏମିତି ଗଲା ନିୟର, ଏଇଟା ଆସିଲା ବିଗ୍ ଫାଷ୍ଟ ହେଲା, ଏମିତି ତ ଲେଖିବ, ଏଇଟା କ୍ଲିନ୍ ଏମିତି କ୍ରସ୍ କରୁଛି ଛଅଟା, ଦେଖ ଛଅଟା ଏଇଠି ଅଛି କ୍ରସ୍ ହେଲା, ତ ନିଜେ ଲେଖିବ ହେଲା, ମୁଁ ଲେଖି ଦେଇଛି, ଏଟା ଲେଖି ନେବ ହେଲା, ବୁଝିଗଲା ପିଲାମାନେ, ଭଲ ଲାଗିଲା? ଏମିତି ପଜଲ ସବୁ ତମର ଖାତା ପଛ ପଟେ ବି ଦେଇଥାଏ ହେଲା, ତାପରେ ଦେଖ ଲାଷ୍ଟ ରହିଲା, ଏଠି କେତେଟା କ୍ୱେଶ୍ଚିନ୍ ଦେଇଛି, ସରିଗଲା ଆମର ଚାପ୍ଟରଟା ହେଲା, ଦେଖ ପିଲାମାନେ, who has lost his glasses? କିଏ? grandpa has lost his glasses. where were the glasses? glasses କୁଆଡେ ଥିଲା, କୋଉଠି ଥିଲା? the glasses were right on top of grandpa's head, ତାଙ୍କର ମୁଣ୍ଡ ଉପରେ ଥିଲା ହେଲା, ତାପରେ 3 ନମ୍ବରଟା, what cannot he do without glasses? କଣ କଣ କରିପାରିବେନି, ଏଇଟା ଇମ୍ପୋର୍ଟାଣ୍ଟ ପିଲାମାନେ, ଯେ cannot read newspaper, watch TV, cut vegetables, ଏଟା ମାନେ କୋଉଟା ବି କରିପାରିବେନି ହେଲା, ତାପରେ 4 ନମ୍ବର, what places did he look for his glasses? କୋଉ କୋଉ ଜାଗା ଖୋଜିଲେ, under the chair, near the window, inside his pocket, ଏଇଟା ମାନେ pockets, ତାପରେ who helped him to find out the glasses? କିଏ ହେଲ୍ପ କଲେ? ସେଇ ନାରେଟର ରାଇଟରଟା ସେ କହିଲେ ହେଲା, ଏବେ ସରିଲା, ତାପରେ ଏଇଠି ଦେଖ ଦେଇଛି let us do ବୋଲି, fun with the mastic, mastic କୁ କଣ କହିଛି ଏଠି, move 3 mastic, 3ଟା mastic କୁ ହଟେଇବ ଆଉ 3ଟା ସ୍କୋୟାର ବନେଇବ, ଏଠି 4ଟା ସ୍କୋୟାର ଅଛି ନା, 1 2 3 4ଟା ସ୍କୋୟାର, ମାନେ ଚତୁର୍ଭୁଜ 4ଟା ଅଛି, ତାକୁ 3ଟା ଲେଖା 3ଟା କରିବ, ଖାଲି 3ଟା mastic କୁ କାଢିକି ତମେ 3ଟା କରିବ, ତ ଗୋଟେ କାମ ଗୋଟେ କରିଦବା, ଏଇ ସାଇଡ ର ଦୁଇଟାକୁ କାଢିଦବା, ଏଟାକୁ କାଢିଦିଅ ହେଲା, ଏଟାକୁ କାଢିଦିଅ, କାଢିଦିଅ ଆଉ ଏଇ ଦୁଇଟାକୁ ଏମିତି ଲଗେଇ ଦିଅ, ଏମିତି ଏମିତି ସରି, ଏପଟେ ଲଗେଇ ଦିଅ, ଏମିତି ଏମିତି ଲଗେଇ ଦିଅ, ଏଇ ଦୁଇଟା କାଢିଦେଲ, ଏମିତି ଲଗେଇ ଦିଅ, ଆଉ ଏମିତି ଆଉ ଗୋଟେକୁ ଲଗେଇ ଦିଅ ହେଲା, ଦୁଇଟା ଲଗେଇଦେଲ, ୟାକୁ ଏମିତି ଲଗେଇ ଦିଅ, ତାପରେ ଆଉ ଗୋଟେ ମେଷ୍ଟିକକୁ ଘୁଞ୍ଚେଇବାକୁ ପଡିବ, ଏଟାକୁ ଘୁଞ୍ଚେଇବା ହେଲା, ଏଇଟାକୁ ଆଣିକି ଏଇଠି ଲଗେଇ ଦିଅ, ଏଇଠି ଆଣିକି ଲଗେଇ ଦିଅ, ଏମିତି ଏଇଟା ଗୋଟେ ସ୍କୋୟାର ହେଇଗଲା, ଏଇଟା ସ୍କୋୟାର ରହିଲା କି, ଆଉ ଏଇଟା ସ୍କୋୟାର ହେବନି, ଏଇଟା ହେବନି ଆଉ ସ୍କୋୟାର, ଏଇଟା ଗୋଟେ ସ୍କୋୟାର ମିଳିବ, ଏଇଟା ବି ସ୍କୋୟାର ହେବନି, ଏବେ ଏଇଟା ଗୋଟେ ବି ମିଳିବ ହେଲା, ତ 3ଟା ହେଇଗଲା କି 3ଟା ସ୍କୋୟାର ହେଇଗଲା ହେଲା, ନିଜେ କରିକି ଦେଖିବ ଘରେ, ତାପରେ ଏଇଠି କହୁଛି ଯେ look at the flame, touch the red star with the tip of your nose and look at the candle and lo it starts burning ହେଲା, ଏମିତି ଏଇଠି ଗୋଟେ ଷ୍ଟାର ଅଛି, ଏଇଠି ନାକକୁ ରଖିକି ନାକ ସିଧାରେ ଦେଖିବ ବୋଲେ ତମକୁ ଦେଖି ଦେଖିବାକୁ ପାଇବ ତମେ ଯେ ଏଠି ଏଇଟା ଜଲୁଛି ଭଳିଆ ଲାଗିବ ହେଲା, ଏଇଟା ଜଲୁଛି ଭଳିଆ ଲାଗିବ ମହମବତୀଟା, ତ ଟ୍ରାଏ କରିବ ତ ଏମିତି ସେଟଅପ୍। 3 ନମ୍ବର କଣ କହିଛି, ଲୁକ୍ କେୟାରଫୁଲି କ୍ୟାନ୍ ୟୁ ଫାଇଣ୍ଡ ଡି ସାର୍କିଲ୍ ଇଟ୍, ଯୋଉଟା ଡି ଦେଖୁଛ ଏଠି, ଡି ଯୋଉଟା ଦେଖୁଛ ସବୁଥି ତମେ କଣ କରିବ, ଗୋଲ କରିବ, ଏମିତି ଡି ଯେତେଟା ଡି ଅଛି ଏ ଭିତରେ ସବୁ ଗୋଲ କରିବ ହେଲା, କେତେଟା ଅଛି ଯେ ଦେଖିବ, ଆଉ ଅଛି କି ନାଇଁ ଯେ, ଏଠି ଗୋଟେ ରିଡିଲ୍ ଦେଇଛି, ଆଇ ଗୋ ଟୁ ଦ ମାର୍କେଟକୁ ମୁଁ ଯାଏ, ଆଇ ଲଭିଂଲି ବ୍ରିଙ୍ଗ ୟୁ ହୋମ୍, ଘରକୁ ତମକୁ ଆଣେ, ଆଇ ସିଟ୍ ଇନ୍ ଫ୍ରଣ୍ଟ ଅଫ୍ ୟୁ, ତମ ସାମ୍ନାରେ ବସେ, ଆଣ୍ଡ ଆଇ କ୍ରାଏ, ଆଉ ମୁଁ କାନ୍ଦେ, ହ୍ୱାଟ୍ ଇଜ୍ ଇଟ୍, କଣ, କିଏ କହିପାରିବ ପିଲାମାନେ, ଯେ ମାର୍କେଟରୁ ତାକୁ ଆଣୁ ହେଲା ଘରକୁ, ଆଉ ତାପରେ ତା ସାମ୍ନାରେ ବସିଲେ ଆମକୁ କାନ୍ଦ ମାଡେ, କଣ ହବ, କେ ଜାଣିବ, ଭାବ ସମସ୍ତେ, କଣ ହେଇପାରେ, ଆରେ ମାର୍କେଟରୁ ଯେତେବେଳେ ପିଆଜ ଆଣ, କାଟିଲେ ପିଆଜକୁ ତା ସାମ୍ନାରେ ତାକୁ ଖୋଲିଦେବ ବୋଲେ କଣ କାନ୍ଦ ମାଡିବ କି ନାଇଁ, ଆଖିରୁ ପାଣି ବୋହିବ ହେଲା, ପିଆଜ କାଟିଲା ବେଲେ, ସେଇଟାକୁ ଏମିତି ଲେଖା ହେଇଛି ହେଲା, ଆଉ କଣ ହେଇପାରିବ କି ନାଇଁ ପିଆଜ ଛଡା ହେଲା, ପିଆଜ ମାନେ ଇଂଲିଶରେ ଅନିଅନ, ONION ହେଲା, ତା ଛଡା ଆଉ କଣ ହେଇପାରିବ ବୋଲେ ଭାବ ନିଜେ।
ଆଉ କ୍ଲାସରେ କହିବ ହେଲା। ଏଠି ବି ସରିଲା ପିଲାମାନେ ସମସ୍ତେ କରିନେବ ଏଇ ଯୋଉ କ୍ୱେଶ୍ଚିନ୍ ଆନ୍ସରଟା ସବୁ ହେଲା। ଏଇଟା ସବୁ ଡାଇରେକ୍ଟ ତମର ଏଣ୍ଟ୍ରାନ୍ସ ପରୀକ୍ଷାରେ ପଚାରିବ ହେଲା। ଆଉ ଏଇଟା କଣ ସେ କାମ କରିପାରିବେ ନାହିଁ ଯେତେବେଳେ ଚଷମା ହଜିଲା, ଏଇଟା ଭେରି ଇମ୍ପୋର୍ଟାଣ୍ଟ ପରୀକ୍ଷାରେ ଆସିବ ହେଲା। ଏଇଟା ଏଇ ପାରାଗ୍ରାଫଟା, ଏଇ ଷ୍ଟାଞ୍ଜାଟା ହେଲା। ଠିକ ଅଛି ପିଲାମାନେ, ଆମର ସରିଗଲା ପ୍ରଥମ ଚାପ୍ଟରଟା, ଫାର୍ଷ୍ଟ ଚାପ୍ଟର ଗ୍ରାଣ୍ଡ ପାସ୍ କ୍ଲାसेस। ଏଇଠି ଆମେ କ୍ଲାସକୁ ଏଣ୍ଡ କରିବା। ଥ୍ୟାଙ୍କ ୟୁ।